ମା। ଆଜି ଆମେ ଆଲୋଚନା କରିବା ଚିରନ୍ତନୀ ବହିର ପୃଷ୍ଠା 126। ବିଷୟବସ୍ତୁ ରହିଛି ଯଦି ସହନଶୀଳତା ଥାଏ। ଯଦି ସହନଶୀଳତା ଥାଏ। ମା ଲେଖୁଛନ୍ତି, ବେଳେ ବେଳେ ଜଣକର ଚମତ୍କାର ଉପଲବ୍ଧିଟି ହୋଇଯାଏ। ସେ କହେ, ଆଃ ଏବେ ହୋଇଗଲା। ତାପରେ ଦେଖାଯାଏ ହଠାତ୍ ସେ ଉପଲବ୍ଧିଟି ନିମ୍ନଗାମୀ ହେଲାଣି, ହ୍ରାସ ପାଇଲାଣି, ତା ଉପରେ କିଛି ପରଦା ପଡ଼ିଗଲାଣି ଏବଂ ହଠାତ୍ ଅପ୍ରତ୍ୟାଶିତ ଓ ଅବାଞ୍ଛିତ କିଛି, ନିତାନ୍ତ ସାଧାରଣ କିଛି ଓ ଆପାତତଃ କିଛି ଆଗ୍ରହ ସୃଷ୍ଟି କରୁନଥିବା ନିତାନ୍ତ ଇତର କିଛି ଆସି ତୁମ ଆଗରେ ପହଞ୍ଚିଛି ଏବଂ ତୁମର ବାଟ ଓଗାଳୁଛି। ଏବଂ ସେତେବେଳେ ତୁମେ କୁହ, ଆଃ ପୁଣି ମୂଳରୁ ଆରମ୍ଭ କରିବାକୁ ହେବ। ତେବେ ଏତେ ଦୂର ଉଠି ଆସିବାର ଲାଭ କଣ ହେଲା? କାହିଁକି ବା ମୁଁ ଆଉ ଏହାକୁ କରିବି? ଏତେ କଷ୍ଟରେ ଏହାକୁ ସାଧିଲି, କିଛି ସଫଳତା ପାଇଲି, ଉପଲବ୍ଧି ବି କିଛି ହେଲା, ଆଉ ବର୍ତ୍ତମାନ ଦେଖୁଛି ସତେ କି କିଛି ହୋଇନାହିଁ। ତେବେ ଆଉ ତାହେଲେ କିଛି ଆଶା ନାହିଁ। ଏହା ହିଁ ଜଣାଇ ଦିଏ ଯେ ତୁମର ସହନଶୀଳ ଧୈର୍ଯ୍ୟ ନାହିଁ। ଯଦି ଜଣଙ୍କର ସହନଶୀଳ ଧୈର୍ଯ୍ୟ ଥାଏ, ତେବେ ସେ କହିବ, ଠିକ ଅଛି, ଭଲ ହେଲା, ଯେତେ ଥର ଦରକାର ପଡ଼େ ସେତେ ଥର ମୁଁ ପୁଣି ମୂଳରୁ ଆରମ୍ଭ କରିବି। ଦରକାର ପଡ଼ିଲେ 1000 ଥର କରିବି, 10,000 ଥର, ଲକ୍ଷେ ଥର ହୋଇପାରେ, ମୁଁ ପୁଣି ଥରେ ଆରମ୍ଭ କରିବି। ମୁଁ ମୋ ଲକ୍ଷ୍ୟସ୍ଥଳୀରେ ନିଶ୍ଚୟ ପହଞ୍ଚିବି। ଏପରି କୌଣସି ଶକ୍ତି ନାହିଁ ଯାହା ମୋତେ ଅଟକାଇ ଦେବ। ଏହା ହିଁ ନିତାନ୍ତ ଦରକାର, ନିତାନ୍ତ ଦରକାର। ମା ଲେଖୁଛନ୍ତି, ଯଦି ସହନଶୀଳତା ଥାଏ, ମା ମଧ୍ୟ କହୁଛନ୍ତି, ବେଳେ ବେଳେ ଜଣକର ଚମତ୍କାର ଉପଲବ୍ଧିଟି ହୋଇଯାଏ। ସେ କହେ, ଆଃ ଏବେ ହୋଇଗଲା। ଜଣେ ବ୍ୟକ୍ତି ଯେତେବେଳେ ଚେଷ୍ଟା କରେ କୌଣସି ନୂତନ ଜିନିଷ ଜାଣିବା ପାଇଁ, ସମସ୍ତଙ୍କ ଭିତରେ ଏକ ଆଗ୍ରହ ଥାଏ। ନୂଆ କିଛି କରିବା, ନୂଆ କିଛି କରି ଦେଖାଇବା, ନୂଆ କିଛି ହୋଇ ଉଠିବା, ଏହି ପ୍ରକାରର ଏକ ପ୍ରବୃତ୍ତି ପ୍ରତ୍ୟେକ ମନୁଷ୍ୟ ଭିତରେ ରହିଛି। ପ୍ରତ୍ୟେକ ମନୁଷ୍ୟ ଭିତରେ ରହିଛି ଏବଂ ତାଙ୍କ ଭିତରୁ ଯେତେବେଳେ ଆଧ୍ୟାତ୍ମିକ କଥା କହୁଛନ୍ତି, ଯେତେବେଳେ ଜଣେ ସାଧାରଣ ସ୍ତରରୁ ଭଗବାନଙ୍କ ପାଇଁ ବଞ୍ଚିବା ପାଇଁ ସଂକଳ୍ପ କରେ, ନୂତନ ସେ ଯୋଉ ଚିରନ୍ତନ ଆନନ୍ଦ, ଚିରନ୍ତନ ସତ୍ୟ ପାଖରେ ପହଞ୍ଚିବା ପାଇଁ ଚେଷ୍ଟା କରେ, ସେତେବେଳେ ତାର ପ୍ରଚେଷ୍ଟାକୁ କୁହାଯାଏ ତପସ୍ୟା ବା ସାଧନା। ସାଧନା କହିଲେ ପ୍ରଚେଷ୍ଟା। ଯେତେବେଳେ ଜଣେ କଠୋର ଏବଂ ନିୟମନ ଶୃଙ୍ଖଳା ବିଧିବଦ୍ଧ ଭାବରେ ଯେତେବେଳେ ସେ ଆଚରଣ କରେ, ତାକୁ ଆମେ କହୁ ସେ ତପଃ ଆଚରଣ କରୁଛି। ଆମେ ଯେମିତି କହୁଛନ୍ତି ଚେଷ୍ଟା କରିବା, ପ୍ରଚେଷ୍ଟା କହିଲେ ତାଠାରୁ ଆଉ ଟିକେ ଅଧିକ ଆମେ ଭାବୁଛନ୍ତି, ଆମକୁ ଶବ୍ଦର ଅର୍ଥ ଆମେ ଯୋଉ ଅର୍ଥରେ ବ୍ୟବହାର କରୁ। ସେମିତି ତପସ୍ୟା କହିଲେ ସାଧାରଣତଃ ଗୋଟେ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ରଖି ଯେତେବେଳେ ସେଇଥିପାଇଁ ହିଁ କେବଳ ଲାଗି ରହନ୍ତି, ତାକୁ ତପସ୍ୟା କୁହାଯାଏ। ଆମେ ବର୍ତ୍ତମାନ ସୁଦ୍ଧା ଯୋଉମାନେ ପୂର୍ବ ଧାରା, ଯୋଉ ଦୈତ୍ୟବାଦୀ ଅଦୈତ୍ୟବାଦୀଙ୍କ ଧାରା ଅନୁସାରେ ଯୋଉମାନେ ସଂସାର ଛାଡ଼ି କେବଳ ଭଗବାନଙ୍କୁ ପ୍ରାପ୍ତ କରିବା ପାଇଁ ବଣ ଜଙ୍ଗଲରେ ଯାଇ ତପସ୍ୟା କଲେ, ଆମେ ସେଇଠି ତପସ୍ୟା ଶବ୍ଦଟି ଶୁଣିଛନ୍ତି। ତପସ୍ୟାର ଓଡ଼ିଆ ଏକ ଶବ୍ଦ, ତା ଅର୍ଥ ହଉଛି ନିଷ୍ଠାପର ଭାବରେ ସଂକଳ୍ପ କରି ପ୍ରଚେଷ୍ଟାରେ ଲାଗି ରହିବା। ଜଣେ ଯେତେବେଳେ ସତରେ ତପ ଆଚରଣ କରେ, ଚେଷ୍ଟା କରେ, ଟିକେ ଏକାଗ୍ର ହେଇ ଚେଷ୍ଟା କରେ, ତାର କିଛି ନା କିଛି ଉପଲବ୍ଧି ଆସେ। ସେତେବେଳେ ଯେତେବେଳେ ଉପଲବ୍ଧିଟି ଆସିଲା, ଯୋଉଟା ସାଧାରଣ ଭାବରେ ନଥିଲା, ଅନ୍ୟ ସାଧାରଣ ଲୋକମାନଙ୍କ ପାଖରେ ସେ ଉପଲବ୍ଧି ନାହିଁ, ଗୋଟା ନୂଆ କିଛି କଥା ଯୋଉଟା କି ସୂକ୍ଷ୍ମ ସ୍ତରରେ ଥିଲା ଏବଂ ଆମ ଭିତରେ ତାହା ରୂପ ନେଲା, ଆମେ ଜାଣିଗଲେ, ସେତେବେଳେ ସାଧାରଣତଃ ଆମ ଭିତରୁ କିଏ ଜଣେ କହେ, ଆଃ ଏବେ ହେଇଗଲା। ଯେତେବେଳେ ଗୋଟେ ମଜା କଥା ଦେଖିବେ, ସାଧନା କ୍ଷେତ୍ରରେ
ଯେତେବେଳେ ଜଣେ ଟିକେ ବି ଆତ୍ମବଡ଼ିମା ଦେଖାଏ ତାର ପୂର୍ବ ଷ୍ଟେପ୍ ହଉଛି ସେ ଠିକ୍ ଅପୋଜିଟ୍ କାମଟା କରିବ। କାହିଁକି ନା ବିରୋଧୀ ଶକ୍ତି ମାନେ ଜଗିକି ରହିଥାନ୍ତି। ହାଁ ବଡ଼ିମା ଦେଖଉଛୁ ତୋର ଏତେ ଏତେ ପାରିବା ପଣିଆ ହେଇଗଲୁ ର ତତେ ଦଉଛି। ସିଏ ସାଙ୍ଗେ ସାଙ୍ଗେ ଏମିତି ଗୁଡ଼ା କରିବେ। ପ୍ରତ୍ୟେକ ବ୍ୟକ୍ତି ଭିତରେ ଅନେକ ସତ୍ତା ଅଛନ୍ତି। ତା ଭିତରୁ ଯୋଉ ସତ୍ତାଟି ଟିକେ ସାଧନା କରି ହଉ ନୂତନ ଶକ୍ତି ପାଇଛି ନୂତନ ଚେତନା ପାଇକି ପରିବର୍ତ୍ତିତ ହେଇଛି, କିନ୍ତୁ ଆହୁରି ଅନେକ ସତ୍ତା ଅଛନ୍ତି ଯୋଉମାନେ ଏପର୍ଯ୍ୟନ୍ତ ପରିବର୍ତ୍ତିତ ହେଇନାହାନ୍ତି। ବିରୋଧୀ ଶକ୍ତି ସେଇମାନଙ୍କୁ କବଳିତ କରି ପକାଏ ଏବଂ ସେଇଟା ଉପରକୁ ଉଠି ଆସିବ। ତେଣୁ ସେତେବେଳେ ଆମର ଉପଲବ୍ଧିଟି ନିମ୍ନଗାମୀ ହେଇଯାଏ। ଆମକୁ ଲାଗେ ଯେମିତି ଆମେ ଆଉ କିଛି କରିନୁ। ସେଥିପାଇଁ ମା ଲେଖୁଛନ୍ତି ନିତାନ୍ତ ସାଧାରଣ କିଛି ଆପାତତଃ କିଛି ଆଗ୍ରହ ସୃଷ୍ଟି କରୁନଥିବା ନିତାନ୍ତ ଇତର କିଛି ଆସି ତୁମ ଆଗରେ ପହଞ୍ଚିଛି ଏବଂ ତୁମର ବାଟ ଓଗାଳୁଛି। ବିରୋଧୀ ଶକ୍ତି ସେ କଣ କରେ ଆମ ଭିତରେ ଯୋଉ ସତ୍ତା ଗୁଡ଼ିକ ରୂପାନ୍ତର ହେଇନାହାନ୍ତି, ପରିବର୍ତ୍ତିତ ହେଇନାହାନ୍ତି, ସତ୍ୟର ଧାର ଧରି ନାହାନ୍ତି, କାହିଁକିନା ଆମେ ତ ସେଇ ଅଜ୍ଞତାରୁ ସୃଷ୍ଟି ହେଇକି ଆସିଛନ୍ତି। ପ୍ରବୃତ୍ତି ନିମ୍ନ ପ୍ରବୃତ୍ତି ଗୁଡାକ ଆମ ଭିତରେ ଏବେ ବି ରହିଛି, ପୂର୍ଣ୍ଣ ରୂପାନ୍ତର ହେଇନା। ତେଣୁ ସିଏ ସେଇମାନଙ୍କୁ କବଳିତ କରେ ଏବଂ ସିଏ ହଠାତ୍ ଉପରକୁ ଆସେ ଏବଂ ଆମକୁ ସେତେବେଳେ ଲାଗେ ଯେମିତି ମୋର କିଛି ଉପଲବ୍ଧି ଆଉ ନାହିଁ, କୁଆଡେ ସବୁ ଗଲାଣି, ମୋ ଖତ ଖାଇଗଲାଣି, କିଛି ନାହିଁ ସବୁ। ବେଳେ ବେଳେ ଆପଣ ଦେଖିଥିବେ ଅନେକ ଜାଗାରେ ଏମିତି ଉଦାହରଣ ଆସେ, ଜଣେ ସାଧନା କରି କିଛି ସିଦ୍ଧି ହାସଲ କରିଛନ୍ତି, ହଠାତ୍ କିନ୍ତୁ ତାଙ୍କ ଭିତରେ ଏକ କିଛି ବିକାର ଭାବ ଆସେ ଏବଂ ସେମାନେ କିଛି ଏମିତି କାମ କରି ବସନ୍ତି ଯୋଉଟା କି ନିମ୍ନ ପ୍ରବୃତ୍ତିର କାର୍ଯ୍ୟଟିଏ କରି ବସନ୍ତି। ତା ଫଳରେ ସମାଜରେ ରହୁଥିବା ଅନ୍ୟ ବ୍ୟକ୍ତିମାନେ ସେମାନେ ଆଶା କରି ନଥାନ୍ତି ଯେ ସିଦ୍ଧି ହାସଲ କରିଥିବା ଏତେ ବଡ ବ୍ୟକ୍ତି ଏତେ ଇତର କାମ କରି ପକେଇବେ। ତେଣୁ ସମସ୍ତେ ସାଙ୍ଗେ ସାଙ୍ଗେ ତାକୁ ଛିଛାକର କରନ୍ତି। ସାଙ୍ଗେ ସାଙ୍ଗେ ଲୋକ କୁହନ୍ତି ଇଏ କିଛି ସାଧନା ସିଦ୍ଧି କିଛି କରିନାହିଁ, ଆଗରୁ କେବଳ ଢୋଂ କରୁଥିଲା, ଆଗରୁ ଯୋଉଗୁଡାକ ଆମକୁ ଦେଖଉଥିଲା ଆମେ ବେକାରଟାରେ ଭୁଲରେ ବୁଝିଥିଲୁ, ଏଟା ସବୁ ଭ୍ରମ ଥିଲା। ସାଙ୍ଗେ ସାଙ୍ଗେ ଲୋକ କଣ କରନ୍ତି ବା ପୂର୍ବର ଯୋଉ ସିଦ୍ଧି ଯୋଉ ହାସଲ କରିଥିବା ବ୍ୟକ୍ତିର ସିଦ୍ଧିକୁ ନକାରା କରିଦିଅନ୍ତି ଏବଂ ପୁରା ଭଣ୍ଡ କରି ଛାଡି ଦିଅନ୍ତି। ପ୍ରକୃତରେ ସେ ସିଦ୍ଧି ହାସଲ କରିଥାଇ ପାରନ୍ତି, ଏଇଟା ନ କରିକିରି ବି ମାନେ ବାହାରକୁ ଦେଖେଇ ହଉଥିବ ସେଇଟା ଅଲଗା ଅଛନ୍ତି, ସେମିତି ବି ଲୋକ ଅଛନ୍ତି। କିନ୍ତୁ ଜଣେ ପ୍ରକୃତରେ ସିଦ୍ଧି ହାସଲ କରିଥାଇ ପାରନ୍ତି, କିନ୍ତୁ ଯେହେତୁ ପୂର୍ଣ୍ଣ ରୂପାନ୍ତର ହେଇନାହିଁ, ପୂର୍ଣ୍ଣ ରୂପାନ୍ତର ହେଇନାହିଁ, ସ୍ଥୂଳ ଶରୀରରେ ରୂପାନ୍ତର ହେଇନାହିଁ, ସେ ପର୍ଯ୍ୟନ୍ତ ଆମ ଭିତରେ ନିଶ୍ଚେତନା ଅବଚେତନାର କାର୍ଯ୍ୟ ଲାଗି ରହିଛି। ତେଣୁ ସିଦ୍ଧି ଯୋଉଠି ହାସଲ ହୁଏ ସିଏ ଆମର ଗୋଟିଏ ସତ୍ତାରେ ହାସଲ ହୁଏ। ହଠାତ୍ ଅବଚେତନାରୁ ପୁଣି କିଛି ଉଠି ଆସିବ ଏବଂ ଆମକୁ ପୁରା ଓଲଟା କାମ କରି ବସିବ। ସେତେବେଳେ ସାଧାରଣତଃ ଆମେ ହତାଶ ହେଇଯାଉ, ନିରାଶ ହେଇଯାଉ, ଲୋକମାନଙ୍କର ଦୃଷ୍ଟିକୋଣରେ ଆମେ ପତିତ ହେଇଯାଉ, ଆମକୁ ବହୁତ କଥା କୁହାଯାଏ। ତେଣୁ ସେତେବେଳେ ଆକ୍ଚୁଆଲି ଆମକୁ କଷ୍ଟ ଲାଗେ, ଆମକୁ ଲାଗେ ଯେ କଣ ସବୁ ସରିଗଲା, ମୂଳରୁ ପୁଣି ଆରମ୍ଭ କରିବାକୁ ପଡିବ। ତାହେଲେ ଏତେ କଷ୍ଟ କରି ଏତେ ଦୂର ଆସିଥିଲି ସବୁ ମାଟିରେ ମିଶିଗଲା, ଆଉ କାହିଁ କରିବି, ଥାଉ, ବହୁତ ହେଇଗଲା। ଅନେକ ଘଟଣାରେ ଏମିତି ଘଟେ ଆପଣ ମାନେ, କିନ୍ତୁ ଅନେକ ଉଦାହରଣ ବି ଆମ ଭିତରେ ରହିଛି, ସାଧୁ ମାନେ ପୁଣି ଥରେ କିନ୍ତୁ ଚେଷ୍ଟା କରିଛନ୍ତି। ଆମେ ଦେଖୁଛନ୍ତି ଋଷି ବିଶ୍ୱାମିତ୍ର ଜଣେ ରାଜା ଥିଲେ, ସିଏ ତପସ୍ୟା କରି ଭଗବାନଙ୍କୁ ପ୍ରାପ୍ତ କରି ଋଷି ଜୀବନ ଯାପନ କଲେ, ରାଜର୍ଷି ଉପାଧି ପାଇଲେ, କାହିଁକିନା ରାଜା ଏବଂ ଋଷି ଉଭୟ କାର୍ଯ୍ୟ କଲେ।
ଏବେ କିନ୍ତୁ ଦେଖୁଥିବେ ଏଇ ଯୋଉ ଲୋକମାନେ ଯୋଉମାନେ ସବୁ ବାହ୍ୟ ଆଡମ୍ବରରେ ବାହ୍ୟ ଐଶ୍ୱର୍ଯ୍ୟରେ ନିଜକୁ ମତ୍ତ ରଖୁଛନ୍ତି, ସେମାନେ ଯଦି କୌଣସି ସାଧୁ ବା ଯୋଗୀ, ଯେମିତି ବର୍ତ୍ତମାନ ଉତ୍ତରପ୍ରଦେଶ ଯୋଗୀ ଆଦିତ୍ୟନାଥ କରୁଛନ୍ତି ଏବଂ ଅନେକ ସାଧୁ ମାନେ ରାଜନୀତିରେ ଅଛନ୍ତି, ତାଙ୍କୁ ଏମାନେ ସବୁ ସିଧାସଳଖ କହୁଛନ୍ତି ଯଦି ସାଧନା କରିବାର ଅଛି, ଯଦି ସାଧୁ ବୋଲି ଦେଖେଇ ହଉଛ, ତାହେଲେ ରାଜନୀତି କାହିଁ ଆଇଛ, ଯାଅ ବସି ତପସ୍ୟା କରିବ, ଯାଅ ବସି ଖାଲି ପୂଜା ପାଠ କରିବ। କିନ୍ତୁ ସେମାନେ ଭୁଲ ବୁଝୁଛନ୍ତି। ଏଇ ଜୀବନରେ, ସାଧାରଣ ଜୀବନରେ ସବୁ କାର୍ଯ୍ୟକୁ ଭଗବତ ଉଦ୍ଦେଶ୍ୟରେ ସେମାନେ ଜୀବନ ଯାପନ ଯିଏ କରୁଛି, ସେମାନେ ସାଧୁ, ପ୍ରକୃତ ସାଧୁ। କାହିଁକିନା ଏଇଟା ଭାରି କଷ୍ଟ। ଏବେ ବର୍ତ୍ତମାନ ଦେଖନ୍ତୁ, ଯେ ପର୍ଯ୍ୟନ୍ତ ରୂପାନ୍ତର ହେଇନାହିଁ, ତେଣୁ ସେ ପର୍ଯ୍ୟନ୍ତ ଆମ ଭିତରେ ଅବଚେତନାର ଜିନିଷ ଆସିବ ଏବଂ ଆମକୁ କବଳିତ କରିବ। ତେଣୁ ସଫଳତା ଯୋଉ ପାଇଥିଲେ, ହଠାତ୍ ଏମିତି ଘଟଣା ଘଟିଲା, ତେଣୁ ସେଥିରେ ହତାଶ ହେବାର କିଛି ନାହିଁ। ଆମକୁ କେମିତି ଲାଗେ, ଆଉ ବର୍ତ୍ତମାନ ଦେଖୁ ସତେ କିଛି ଏମିତି, ଆଉ ତାହେଲେ କିଛି ଆଶା ନାହିଁ, ଏମିତି ଆମେ ଭାବିଛୁ। ମା ଲେଖୁଛନ୍ତି, ଯଦି ଏମିତି ଭାବ ଆସିଲା, ତାହେଲେ ଜାଣନ୍ତୁ ଯେ ତୁମ ଭିତରେ ସହନଶୀଳ ଧୈର୍ଯ୍ୟ ନାହିଁ। ସହିବା, ଅପେକ୍ଷା କରି ରହିବା, ନାଇଁ ଅପେକ୍ଷା କରିବା ବୋଲି ଖାଲି ନୁହଁ, କାର୍ଯ୍ୟରେ ଲାଗି ରହିଥିବା ଧୈର୍ଯ୍ୟର ସହ, କାରଣ ବିଜୟ ସୁନିଶ୍ଚିତ। ଆପଣ ଆଉ ଗୋଟେ କଥା ଦେଖନ୍ତୁ, ଯେ ପର୍ଯ୍ୟନ୍ତ ମନ ଆକ୍ଟିଭ ହେଇନାହିଁ, ଗୋଟେ ପିଲା କ୍ଷେତ୍ରରେ ଦେଖନ୍ତୁ, ଛୋଟ ପିଲାଟିଏ, ସିଏ ଯେତେ ଥର ପଡ଼ିଲେ ବି, ତାର ଗୋଡ଼ ହାତ ଯେତେ ଖଣ୍ଡିଆ ହେଲେ ବି, ଗୋଡ଼ ହାତ ଭାଙ୍ଗି ଯାଉ ପଛକେ, ସିଏ କିନ୍ତୁ ଉଠିକରି ଚାଲିବା ପାଇଁ ତାର ଲାଗି ରହିଥାଏ। ପେଟେଇ ପେଟେଇ, ଆଣ୍ଠେଇ ଆଣ୍ଠେଇ, କହୁଣି ଦେଇ, ତାପରେ ଚେଷ୍ଟା କରି ଠିଆ ହେବା ପାଇଁ ଚେଷ୍ଟା କରିବ, ଚାଲିବା ପାଇଁ ଚେଷ୍ଟା କରିବ, ସିଏ ତାର ଲାଗି ରହିଥିବ। ପଡ଼ିଗଲା ବୋଲି ସେ ତାକୁ ଚେଷ୍ଟା ସେ କେବେ ଛାଡ଼ି ଦିଏ ନାହିଁ। କିନ୍ତୁ ଆମେ ଯେତେବେଳେ ବଡ଼ ହେଇଯାଉଛନ୍ତି, ଆମ ମନ ଯେତେବେଳେ ଟିକେ ଆକ୍ଟିଭ ହେଇଯାଉଛି, ସିଏ ହିଁ ବିରକ୍ତି ଅନୁଭବ କରୁଛି। ସେଇଥିପାଇଁ ତ ଯେତେବେଳେ ଆମେ ଯୋଉ ପିଲାମାନେ ପାଠ ପଢିଲା ବେଳେ, ଆମେ ସେତେବେଳେ ଯଦି ଆମେ ନିରନ୍ତର ଅଗ୍ରଗତି ପାଇଁ ଲାଗି ରହନ୍ତେ, କେବେ ବି ରହିଯାଆନ୍ତେ ନାହିଁ ଯେ ନାଇଁ ଆଉ ଇଏ ହଉନି, ଆଉ କରିବି ନାହିଁ, ଥାଉ। ଯଦି ନ ରୁହନ୍ତେ, ତାହେଲେ ଆମକୁ କେହି କେବେ ଗାଳି ଦିଅନ୍ତେ ନାହିଁ, ଆମର କାମ କେବେ ନ ହେଇକି ରୁହନ୍ତା ନାହିଁ। ଯୋଉ ପାଠ ପଢୁଛନ୍ତି, ଯୋଉ କଥା ଶିଖୁଛନ୍ତି, ସେ କଥା ଗୁଡାକ ଆରାମରେ ଶିଖି ଯାଆନ୍ତେ। କଣ ହୁଏ, ମନ ଯେତେବେଳେ ଆକ୍ଟିଭ ହୁଏ, ସିଏ ତାର କାର୍ଯ୍ୟକୁ ଧୈର୍ଯ୍ୟର ସହ କରି ଲାଗି ରହିବା, ଏଇ ଜିନିଷଟି ସେ ଭୁଲିଯାଏ। ଏଇ ଜିନିଷଟି ସେ ଛାଡ଼ିଦିଏ। ହେଇ ଏତେ ଚେଷ୍ଟା କଲିଣି ହଉନାହିଁ, ସିଏ ତ କଣ କରିଦେଲା ହେଇଗଲା, ମୁଁ କରୁନି ହଉନାହିଁ, ମୋ ଦେଇ ତାହେଲେ ହବ ନାହିଁ। ତେଣୁ ଏମିତି ଆମ ଭିତରେ ଆସେ। ତେଣୁ ମା କହୁଛନ୍ତି, ସେତେବେଳେ ଜାଣ ଯେ ତୁମ ଭିତରେ ସହନଶୀଳ ଧୈର୍ଯ୍ୟ ନାହିଁ। ଚିନ୍ତା କରୁନାହାନ୍ତି, ପିଲାଟିଏ କେତେ ପରିଶ୍ରମ କରି ଆସି ପହଞ୍ଚେ, ସେ ପିଲା ନିଜେ କରେ ନା, ତା ପାଇଁ କଣ ଆଉ କିଏ ଚାଲେ? ତାହେଲେ ଆମେ କାହିଁ ପାରିବା ନାହିଁ? ବର୍ତ୍ତମାନ ଆମ ଭିତରେ ମନ ଆକ୍ଟିଭ ହେଇଗଲାଣି, ସିଏ ଯଦି ଯୁକ୍ତି ଦେଖଉଛି ଯେ ଆଉ ହେଇପାରିବ ନାହିଁ, ତେବେ ସେ ମନକୁ ବୁଝେଇ ଦେବାକୁ ପଡିବ ଯେ ମୁଁ ମାଙ୍କ ପାଖରେ ଅଛି, ମା ମୋ ସହିତ ଅଛନ୍ତି, ତେଣୁ ତୋ କାମ ହେଲା ତୁ କାମ କର, ନିଶ୍ଚୟ ହବ। ଏବଂ ତାପରେ ଦେଖିବେ, ସେଇ ମନ ଆପଣଙ୍କୁ ଏମିତି ସହଯୋଗ କରିବ, ଡବଲ ଯେମିତି ଦମରେ ଆପଣଙ୍କ କାମ ହବ, ସେ କରିବ। ତେଣୁ ସହନଶୀଳ ଆଉ ଧୈର୍ଯ୍ୟ ରଖିବେ, କାହିଁକିନା ମା ବାରମ୍ବାର କହୁଛନ୍ତି ଭିକ୍ଟ୍ରି ସଟନ୍। ଯଦି ଜଣଙ୍କର ସହନଶୀଳ ଧୈର୍ଯ୍ୟ ଥାଏ, ତେବେ ସେ କହିବ ଠିକ ଅଛି, ଭଲ ହେଲା। ଯେତେ ଥର ଦରକାର ପଡେ, ସେତେ ଥର ମୁଁ ପୁଣି ଆଉ ମୂଳରୁ ଆରମ୍ଭ କରିବି। ଦରକାର ପଡେ 1000 ଥର କରିବି, 10,000 ଥର କରିବି, ଲକ୍ଷେ ଥର ହଉ କରିବି, ପୁଣି ଥରେ ଆରମ୍ଭ କରିବି। କଣ ହେଲା? ମୁଁ ମୋ ଲକ୍ଷ୍ୟ ସ୍ଥଳୀରେ ନିଶ୍ଚୟ ପହଞ୍ଚିବି। ଏପରି କୌଣସି ଶକ୍ତି ନାହିଁ ଯାହା ମତେ ଅଟକାଇଦବ। ଏହା ହିଁ ନିତାନ୍ତ ଦରକାର, ନିତାନ୍ତ ଦରକାର। ଥରେ କାପାଳ ଶାସ୍ତ୍ରୀଙ୍କୁ ଜଣେ ପଚାରିଲେ ଯେ ଆପଣ ତ ତନ୍ତ୍ର ବିଦ୍ୟା ସାଧନା କରୁଥିଲେ, ତାକୁ ସବୁ ଛାଡି ଛୁଡିକିରି
आसी मां पाखे रही तंत्र विद्या साधना करते जदि आपण पाखे केते केते शिष्य रही था आपण एखा बड़ गुरु होगी था आपणकर एखा नाम जश सब केते हुआनी आउरी कौन कौन केते केते सामर्थ्य बढ़ी जातानी एठी आसी आश्रम रे कौन ए टुकड़ा मुकरा काम कर मां पाखे रही कौन लाभ होला सी एक्चुअली क्वेश्चन टी बुले बंगे पचार जे आमे तो आसी मां को जानलु तमे भी एते परिश्रम करी आसी मां को जानल ताल तमर जो एते तंत्र साधन लाभ कौन है बढ़िया उत्तर कहले से कहले एते वर्ष धरी जेतिकी परिश्रम करी तंत्र साधना कली सेई तंत्र साधना मते निश्चयता बोध आनी देला जे ये होचंदी दिव्य जननी एवं रूपांतर अवश्यंभावी तेणु मो मां पाखरे अछि पूर्ण निश्चयतार सह एवं रूपांतर निश्चय हब एई संकल्पटी एई दृढ़ धारणाटी मो भितरु केही हटै पारिबे नाही ए कारण ए जो मु तंत्र साधना करथिली से ही मते आनी एतिकी दृढ़ निश्चय धारणा देला एवं मजा कथा से गोटे लाइन रे कहले जे मते आनी मां को चिन्हई देला मोर एते वर्षर जो तंत्र साधना सी मते दिव्य जननी को पाखरे आनी पहुंचाई देला दिव्य जननी को देखई देला दिव्य जननी को चिन्हई देला आ ठारू बळी आउ अधिक कोन हेइथांता तेणु से जो दृढ़ निश्चय बोध तांको भितर आसिला जे ये होउचंदी दिव्य जननी एवं रूपांतर अवश्य भावी चिंता करंतु तंत्र साधना करी केते विराट साधना करी कि पहुंची से भी आसिले निजे बाबाजी महाराज हनुमान तारक राम तारक मंत्र रे सिद्ध राम नाम जप करी हनुमान को दर्शन करी श्रीराम को दर्शन करी से सिद्ध हासिल करी सी पुणी आसी रूपांतर पाई काम करबा पाई आश्रम आसी रहिले तेबे आउ केते प्रमाण दरकार जे वर्तमान समय होची रूपांतर समय वर्तमान आउ पुराना समय रही नाही तेणु आमको जेमिति हेले रूपांतर हवा को पड़िबो तेणु आमको सेति पई प्रस्तुत हवा को पड़िबो आम आधार को प्रस्तुत करिया पड़िबो तेणु यही नितांत दरकार आ नितांत दरकार मां मां को आह्वान करी सारिबा Ma, thank you all, Robert.